असं अनेक बाटा असले हेली ମୋ ଭଉଣୀ ଶ୍ରାବଣୀକୁ ମୁଁ ଆଜି ଜମା ଦେଖା ପାଉନି। ଆରେ ସେ କୋଉଠି ଯାଇଥିବ? ନା ନା ତା ସାଙ୍ଗସାଥି ଧରି ସେ ଫୁଲ ଦାନ ଖେଳିବା ପାଇଁ ନିଶ୍ଚୟ ଯାଇଥିବ। ହେଲେ ଆସିନି ତା ସହିତ ଆଜି ଜମା କଥା ହେବିନି। ତା ସହିତ ମୁଁ ଆଜି କଟି କଟି ନିଶ୍ଚୟ କଟି ପକେଇକି ରହିବି। ହେଲେ ସେ ଆସୁଥିବ ନିଶ୍ଚୟ। ଭଉଣୀ ଶ୍ରାବଣୀ ଏ ଭଉଣୀ ଶ୍ରାବଣୀ ଭଉଣୀ ଶ୍ରାବଣୀ ଏ ଭଉଣୀ ତୁ ଏତେବେଳେ ହେଲା କୋଉଠି ଥିଲ ମୋ ଭଉଣୀ? କୋଉଠି ଥିଲି? ଏ ମୁଁ ତୁମ ସାଙ୍ଗମାନଙ୍କ ସହିତ ସେଇ ଫୁଲ ବଗିଚାକୁ ଖେଳିବା ପାଇଁ ଯାଇଥିଲି। ଆରେ ତୋ ସାଙ୍ଗସାଥି ମେଳାରେ ସେ ଫୁଲ ବଗିଚା ଖେଳିବା ପାଇଁ ଯାଇଥିଲୁ। ହେଲେ ତତେ ଆଜି ସକାଳୁ ଏଇ ରାଜ ଉଦ୍ୟାନରେ ସବୁ ଜାଗାରେ ଖୋଜିଛି। ଏ ତୁ କ'ଣ ତୋ ସାଙ୍ଗସାଥି ମେଳେ ଖେଳିଥିବୁ? ତୁ କ'ଣ ମୋ ସହିତ ଖେଳିବୁନି? ସତରେ ଆଜି ତୋ ସହିତ ମୁଁ ଆଜି ଜମା କଥା ହେବିନି। କଟି 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 ଆଲୁ ଏ ମାନେନି ଶୁଣ ମୋ ସୁନା ଭଉଣୀଟା ପରା। ତୁ ଯଦି ରାଗିବୁ ତାହେଲେ କ'ଣ ମୋତେ ଭଲ ଲାଗିବ? ଏ ହେଲା ବାବା ହେଲା ଆଜି ଦିନଠାରୁ ନା ମୁଁ ମୋ ସାଙ୍ଗମାନଙ୍କ ସହିତ ସେଇ ଫୁଲ ବଗିଚାକୁ ଖେଳିବା ପାଇଁ ଯିବିନି। ମୁଁ ତୋ ସହିତ ନା ଏଇ ରାଜପ୍ରସାଦରେ ଖେଳିବି। ଏ ମାନିନି ଏ ଭଉଣୀ ତୁ କ'ଣ ରାଜପ୍ରସାଦରେ ମୋ ସହିତ ଖେଳିବୁ? କହିଲି ପରା ତୁ ଯୋଉ ଖେଳ କହିବୁ ନା ମୁଁ ତୋ ସହିତ ସେଇ ଖେଳ ହିଁ ଖେଳିବି। ଏ ଭଉଣୀ ହେଲେ ମୁଁ ସେଇ ଛୋଟ ବେଳ ଖେଳକୁ ସବୁ କିଛି ଭୁଲି ଯାଇଛି। ତୁ ସେଇ ଛୋଟ ପିଲା ସ୍ମୃତିକୁ ସବୁ ଭୁଲି ଯାଇଛୁ। ହେଲେ ହଁ। ମୋର ସେଇ କଥା ଆଜି ବି ମନେ ଅଛି। ସତରେ? ଜାଣିଛୁ ହଁ। ଆମେ ଯେତେବେଳେ ଛୋଟ ଛୋଟ ଥିଲେ ନା ଆମେ ସେଇ ଛୋଟ ବେଳେ ସେଇ ପୁଚି ଖେଳ ଆଉ ସେଇ ଲୁଚକାଳି ଖେଳ ଆଉ ବୋହୂଚୋରି ଖେଳ ଏ ମା ଏବେ ମୋର ସବୁ କିଛି ମନେ ପଡି ଯାଉଛି। ଭଉଣୀ ଚାଲ ତାହେଲେ ଏଇ ରାଜପ୍ରସାଦରେ ଆମେ ପ୍ରଥମେ ପୁଚି ଖେଳ ଖେଳିବା ଲେ ଭଉଣୀ। ଠିକ ଅଛି ଲେ ଭଉଣୀ ଚାଲ ଆମେ ଦି ଭଉଣୀ ନା ଏବେ ମିଶିକି ଖେଳିବା। ଠିକ ଅଛି ରେ ଭଉଣୀ। हे हे हो ला 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 मानिनी श्रावण
শ্রাবণী পিতা মাতা আমি দুই ভଉଣୀ হচ্ছে গোটে বগিচার ফুলা গোটে বগিচারে দুইটি ফুলা কিয়ে দেবা তারা মুলা মুলা গোটে বগিচারে দুইটি ফুলা কিয়ে দেবা তারা মুলা মুলা পাদরি নইছি নুপুরা নুপুরা তারা কহুঙ্গিরা মেরি সরকু আতারা মতি হই গলা সাতারা হাসে শ্রাবণী হাসে শ্রাবণী ঝরি যায় বরসা পানি খেলিবা আমি দুই ভଉଣୀ খেলিবা আমি দুই ভଉଣୀ ଆଲି ଏ ମାନିନି ତୁ ସେ ଉପରକୁ କାହିଁକି ଚଢି ଯାଇଛୁ ଏଇ ତୁ ତଳକୁ ଓହ୍ଲେଇଆ ତୁ ଯଦି ତଳେ ପଡ଼ିଯିବୁ ନା ପିତାମାନେ ତ ମୋତେ ଜମାରୁ ବି ରଖେଇ ଦେବିନି ଏଇ ମୋ ସୁନା ଭଉଣୀଟା ପରା ତୁ ଚଳକୁ ଚାଲିଆ ନା ମୁଁ ମାରିବିନି ଆ ହଲି ତତେ ଯଦି ପୁଚି ଖେଳ ଆସିନି ମତେ ଜାଣି ଜାଣିକି କାହିଁକି ତଳେ ପକେଇ ଦଉଛୁ ଏମିତି ହେଲେ ମୁଁ ଜମାରୁ ବି ଖେଳିବିନି এ ফুলেই তুই জানিসুনি এই পুচি খেলে হারি যাইছু সেইখানে কোন মোর ভুল এই কোন তুই জানিসুনি পুচি খেলে হারি যাইনু କଣ କହିଲୁ ଏଇ ପୁଚି ଖେଳ ହାରି ଯାଇଛି ମୁଁ হ্যাঁ ନାଇଁ ନାଇଁ ଏଇ ପୁଚି ଖେଳଟା ହାରିଛୁ ତୁ না তুই হারি যাইছু মানে হারি যাইছু ମୁଁ କହିଲି ପରା ମୁଁ ହାରିନି তো সেটা মু জমা কথা হেবিনি ଆଲି ଏ ମାନିନି ଶୁଣ ହେଲା ବାବା ହେଲା ତୁ ଜିତିଲୁ ଆଉ ମୁଁ ହାରି ଯାଇଛି ଏବେ ତୁ ଖୁସି ନା ଆ ମୋ ପାଖକୁ ଆ এ ভଉଣୀ ଏବେ ମୁଁ ବହୁତ ଖୁସି ସତରେ ହଁ ହେଲି ହେଲି ଆମେ ତ ମାତା ପିତାକୁ ଏ ପର୍ଯ୍ୟନ୍ତ ଦେଖା ପାଇନି ହଁ ଶ୍ରାବଣୀ ଜାଣିଛୁ ମୁଁ ତ ସେଇ ଫୁଲ ବଗିଚାରୁ ଆଜି ଡେରିରେ ଫେରିଛି ପିତା ଯଦି ଜାଣିବି ନା ମତେ ବହୁତ ଗାଲି କରିବେ ହଁ ଚାଲ ପିତା ମାତାକୁ ଆମେ ଅପେକ୍ଷା କରିବା ଚାଲ ଭଉଣୀ ଚାଲ ଆମ ପିତା ମାତାକୁ ବି ଅପେକ୍ଷା କରିବାରେ ଭଉଣୀ ପିତା ଶ୍ରାବଣୀ ମାତା ଆମର ପ୍ରେରଣା ଘୃଣା କରନ୍ତୁ उठ उठ मैं श्रावणी मानिनी अरे मैं श्रावणी ହଁ ପିତା ए माँ मानिनी ପିତା तुम्हें सकाल पहरु खेलिबा पाई जाइछ जे सूर्य अस्त हवा तो हेलानी हेले जाए कहीं घर को फेरिन रे माँ ଏଇ ଦେଖୁନା ପିତା ଏଇ ମାନିନୀ ଜିତ୍ କଲା ବୋଲି ନା ମୁଁ ତା ସହିତ ଏଇ ରାଜପ୍ରାସାଦରେ ଖେଳୁଥିଲି सतरी माँ ହେଲେ ଜାଣିଛ ପିତା ଇଏ ନା ମତେ ଜାଣି ଶୁଣିକି ତଳେ ପକେଇ ଦେଇଛି ନା ପିତା ନା ସେ ମିଛ କହୁଛି ସେ ଜାଣି ଶୁଣି
ସେ ତଳରେ ପଡ଼ିଯାଇଛି ପିତା। ଏ ବାବା ରେ ହଁ ତୁ ଏମିତି କାହିଁକି କରୁଛୁ ରେ ମା? ସେ ପରା ତୋ ଭଉଣୀ। ଏ ଫୁଲେଇ ତୁ କ'ଣ ମିଛ କହୁଛୁ? ସତ କଥା କହିଦେ, ତୁ ଜାଣିଶୁଣି ହାରିଯାଇଛୁ ବୋଲି। ମା ଅରେ ଧନ, ଆଉ ଜାଣିଛ ଇଏ ନା ମୋର ସବୁ ଖାଇବାକୁ ଏକୁଟିଆ ଖାଇ ଦେଇଛି। ସତରେ ମା ଏ ମା ମାନିନି। ତୁ ସେମିତି କାହିଁକି କରୁଛୁ ରେ ଧନ? ଯେକୌଣସି ଖାଇବାରେ ବି ଦି ଭଉଣୀ ବାଣ୍ଟିକି ଖାଇବା କଥା। ମା ଆମେ ଫୁଲରେ ଅନେକ ଗୁଡ଼ିଏ ଖେଳ ଖେଳୁଥିଲେ, ସେଥିପାଇଁ ମୋତେ ବହୁତ ଜୋରରେ ଭୋକ ଲାଗିବାରୁ ଶ୍ରାବଣୀକୁ ଖାଇବା ନ ଦେଇ ମୁଁ ଜଣେ ହିଁ ସବୁ ଖାଇବାକୁ ଖାଇ ଦେଇଛି ପିତା। ଆରେ ମା ମାନିନି, ପିତା ତୁ ଏମିତି କାହିଁ କରୁଛୁ ରେ ମା? ତୁ ପରା ମୋ ସୁନା ଝିଅ। ହଁ ପିତା, ମୁଁ ଆପଣଙ୍କର ସୁନା ଝିଅ। କ'ଣ କହିଲେ ପିତା? ଏଇ ମାନିନୀ ତମର ସୁନା ଝିଅ? ଦେଖୁନ ଦେଖୁନ, ଏଇ ମାନିନୀ ଯେତେ ବି ଦୁଷ୍ଟାମି କଲେ ପିତା ସବୁବେଳେ ହିଁ ମାନିନୀକୁ ଅଧିକ ଭଲ ପାଆନ୍ତି। ମା ଅରେ ଧନ, ତମେ ଟିକେ କୁହ ନା। ଅରେ ମା ସେ ପିଲାଟି ସେମିତି। ହେଲେ ମା ପିତା ତ ମତେ ଜମାରୁ ବି ଭଲ ପାଉନାହାନ୍ତି। ନାଇଁ ରେ ଧନ, ତୋ ପିତା ନା ତୁମ ଦୁଇ ଭଉଣୀକୁ ବହୁତ ଭଲ ପାଆନ୍ତି ରେ ଧନ। ନାଇଁ ନାଇଁ ନାଇଁ, ତମେ ବି ମିଛ କହୁଛ। ମା ଶ୍ରାବଣୀ, ତୁ ଦେଖି ଆସିଛି ଯେ ପିତା ସବୁବେଳେ ହିଁ ମାନିନୀକୁ ଅଧିକ ଭଲ ପାଆନ୍ତି। ନାଇଁ ରେ ମା, ତୁ ସେମିତି କାହିଁକି ଭାବୁଛୁ? ଦେଖ ମୁଁ ଆଜି ଦିନଠାରୁ ନା ତମ ସହିତ କଥା ହେବିନି ହେବିନି ହେବିନି। ଏ ମା ଶ୍ରାବଣୀ, ତୁ ଏମିତି କାହିଁକି କହୁଛୁ ରେ ମା? ତୁ ବି ପରା ମୋ ସୁନା ଝିଅ। ଏ ଶ୍ରାବଣୀ, ଶ୍ରାବଣୀ ତୁ ରୁଷନା ରେ ମା, ତୁ ରୁଷନା। ରୁଷନା ରୁଷନା ଝିଅଲୋ ମୋର ବିମାନିନୀ ଲୋ, ମୋର ବିମାନିନୀ। ଏ ମା ଶ୍ରାବଣୀ, ତୁ ରୁଷନା ରେ ମା, ତୁ ରୁଷନା। ରୁଷନା ରୁଷନା ଝିଅଲୋ ମୋର ବିମାନିନୀ ଲୋ, ମୋର ବିମାନିନୀ। ରୁଷନା ରୁଷନା ଝିଅଲୋ ମୋର ବିମାନିନୀ ଲୋ, ମୋର ବିମାନିନୀ। ଯାହା ଖୋଜୁଥିବୁ ତତେ ଆଣିଦେବି, ତତେ ଆଣିଦେବି। ଯାହା ଖୋଜୁଥିବୁ ତତେ ଆଣିଦେବି ଲୋ, ସୁନା ଝିଅ ଆଉ ଜମା ରାଗନି। ରୁଷନା ରୁଷନା ଝିଅଲୋ ମୋର ବିମାନିନୀ ଲୋ, ମୋର ବିମାନିନୀ। ରୁଷନା ରୁଷନା ଝିଅଲୋ ମୋର ବିମାନିନୀ ଲୋ, ମୋର ବିମାନିନୀ। ଏ ମା ଶ୍ରାବଣୀ, ତୁ ରୁଷନା ରେ ମା, ତୁ ରୁଷନା। ହାତେ ଧରେଇବି ଚାନ୍ଦରେ ମୁହିଁ ଚିଣ୍ଡେଇ ଆଣି ଲୋ, ମୁହିଁ ଚିଣ୍ଡେଇ ଆଣି। ହାତେ ଧରେଇବି ଚାନ୍ଦରେ ମୁହିଁ ଚିଣ୍ଡେଇ ଆଣି ଲୋ, ମୁହିଁ ଚିଣ୍ଡେଇ ଆଣି। ତୋର ପାଖେ ପାଖେ ସଦା ରହିଥିବି, ସଦା ରହିଥିବି।
ଆସିଗଲେ ମୁଁ ସହ୍ୟ କରିପାରିବି ନାହିଁ ଲୋ ମା, ସହ୍ୟ କରିପାରିବି ନାହିଁ। ନାଇଁ ପିତା ନାଇଁ, ମୁଁ ତ ତମକୁ ପରୀକ୍ଷା କରୁଥିଲି। ସତରେ ମା, ମୁଁ ଜାଣିବା ପାଇଁ ଚାହୁଁଥିଲି ଯେ ତମେ ମୋତେ କେତେ ଭଲ ପାଅ ବୋଲି। ହେଲେ ମୁଁ ଆଜି ଜାଣିସାରିଛି ପିତା, ତମେ ଦୁଇ ଜଣ ନା ଆମ ଦୁଇ ଭଉଣୀକୁ ସମାନ ଭାବରେ ଭଲ ପାଇବା ଦେଇଆଇଛ। ଆରେ ମା, ପିତା ପିତା ମୁଁ ବି ଆପଣଙ୍କୁ ପରୀକ୍ଷା କରିଥିଲି ପିତା, ତମେ ଆମ ଦୁଇ ଭଉଣୀକୁ କେତେ ଭଲ ପାଅ ବୋଲି। ମୁଁ ଆଜି ଏବେ ଜାଣିସାରିଛି ଆମ ଦୁଇ ଭଉଣୀକୁ ଆପଣ ବହୁତ ଭଲ ପାଆନ୍ତି। ହେଲେ ପିତା ମୁଁ କେବେ ହେଲେ ବି ଏମିତି ଭୁଲ କରିବିନି ପିତା। ଆରେ ମା, ତୁ କେବେ ବି ଏମିତି ଭୁଲ କରିବୁନି। ହଁ ପିତା ପିତା ହେଲେ ଆପଣଙ୍କୁ ମୁଁ କିଛି ପିତା ମୁଁ ଆପଣଙ୍କୁ ମୁଁ କିଛି କହିବା ପାଇଁ ଚାହୁଁଛି ପିତା। ଆରେ ମା ମାନିନି, ତୁ ଯାହା କହିବାର ଥିଲେ ତୋ ପିତା ଆଗରେ ପ୍ରକାଶ କର ଲୋ ମା, ପ୍ରକାଶ କର। ପିତା ମୁଁ ନା ସାଙ୍ଗସାଥି ମେଳରେ ସେ ଫୁଲ ଜଣ ଭୁଲି ଯିବା ପାଇଁ ଚାହୁଁଛି ପିତା। ମୁଁ ବି ଯିବି। ନା ମୁଁ ତତେ ସେ ଫୁଲ ଜଣ ଜମା ନେବିନି। ଏ ମାନିନି, ମାନିନି ସେ ଯଦି ତୋ ସହିତ ଯିବା ପାଇଁ ଚାହୁଁଛି ହେଲେ ସାଥିରେ ନେଇକି ଯାରେ ମା, ସେ ପରା ତୋ ଭଉଣୀ। ନା ମା ମୁଁ ଶ୍ରାବଣୀକୁ ନେବିନି ମାନେ ଜମା ନେବିନି। ଏ ମା ମାନିନି, ପିତା ତୁ ଏମିତି କାହିଁ କରୁଛୁ? ଶ୍ରାବଣୀ ପରା ତୋ ସହିତ ଯିବା ପାଇଁ କହୁଛି, ତୋ ସାଙ୍ଗରେ ନେ ରେ ମା, ତୋ ସାଙ୍ଗରେ ନେ। ନା ପିତା ନା, ଶ୍ରାବଣୀ ସହିତ ମୁଁ ଯିବିନି ମାନେ ଜମା ଯିବିନି। ଠିକ ଅଛି ରେ ମା, ତୁ ଯଦି ତୋ ସାଥିରେ ନବା ଲାଗି ନ ଚାହୁଁଛୁ ତାହେଲେ ତୁ ଏକୁଟିଆ ଯିବୁନି ରେ ମା, ତୋ ସାଙ୍ଗମାନଙ୍କ ସହିତ ସେଇ ଫୁଳ ଉଦ୍ୟାନକୁ ଯାଇ ବୁଲି ଆସିବୁ ରେ ମା, ବୁଲି ଆସିବୁ। ଠିକ ଅଛି ପିତା। ଶ୍ରାବଣୀ ପିତା ମାତା ମତେ ଏବେ ଅନୁମତି ଦେଇଦେଲେ, ହେଲେ ତତେ ଜମା ଅନୁମତି ଦେବେନି। ମା ଆରେ ଧନ, ଏଇ ଦେଖୁନ ତମ ଝିଅ ମତେ କେମିତି ଚିଡଉଛି। ଏ ମା, ମା ଏଇ ମାନି ତ ଚାଲିଯିବ ତା ସାଙ୍ଗମାନଙ୍କ ସହିତ ସେଇ ଫୁଲ ବଗିଚାକୁ। ହଁ ତମେ ତ ଜାଣିଛ ମତେ ମାନିନୀ ବିନା ଜମାରୁ ବି ଭଲ ଲାଗିବନି। ଆରେ ଧନ, ସେଥିପାଇଁ ମୁଁ କହୁଛି ଯେ କଣ କହୁଥିଲେ ଧନ? ମୁଁ ବି ମୋ ସାଙ୍ଗମାନଙ୍କ ସହିତ ସେଇ ପାହାଡ଼ର ଝରଣାକୁଳକୁ ବୁଲିଯିବା ପାଇଁ ଚାହୁଁଛି। ସତରେ ମା, ତମେ ଟିକେ ପିତାଙ୍କୁ ବୁଝାନ୍ତୁ ନା ମା। ଠିକ ଅଛି ଧନ। ସ୍ୱାମୀ ଶାନ୍ତି, ମୋ ଝିଅ ଶ୍ରାବଣୀ ମଧ୍ୟ ସେ ଝରଣା କୂଳକୁ ଯିବା ପାଇଁ ଇଚ୍ଛା କରିଛି। ହେଲେ ଆମ ଦୁଇ ଭଉଣୀ ଦୁଇଟି ଝିଅ ସେମାନେ ବଡ଼ ହୋଇଯାଇଛନ୍ତି, ହେଲେ ସେମାନଙ୍କୁ ମନା କଲେ ତାଙ୍କର ମନ ଛୋଟ ହୋଇଯିବ। ସ୍ୱାମୀ ତୁମେ ଠିକ କହିଛ ଶାନ୍ତି। ଆମ ଝିଅମାନଙ୍କୁ ଯଦି ଆମେ ମନା କରିବା ତାହେଲେ ତାଙ୍କର ମନ ଦୁଃଖ ହବ। ଏ ମା ଶ୍ରାବଣୀ, ଶ୍ରାବଣୀ ତୁ ଝରଣା କୂଳକୁ ବୁଲିଯିବା ପାଇଁ ଇଚ୍ଛା କରିଛୁ ନା? ହଁ ପିତା। ନିଶ୍ଚୟ ଯିବୁ ରେ ମା, ନିଶ୍ଚୟ ଯିବୁ। ହେଲେ ଏକୁଟିଆ ଯିବୁନି ରେ ମା, ତୋ ସାଙ୍ଗମାନଙ୍କ ସହିତ ସେଇ ଝରଣା କୂଳକୁ ଯାଇ ବୁଲି ଆସିବୁ ରେ ମା, ବୁଲି ଆସିବୁ। ଠିକ ଅଛି ପିତା, ମୁଁ ଶୀଘ୍ର ଯାଇ ଶୀଘ୍ର ଘରକୁ ଫେରି ଆସିବି। ଆରେ ମା, ଶୀଘ୍ର ଫେରି ଆସିବ, ହେଲେ ଯିବା ପୂର୍ବରୁ କିଛି ଖାଇକି ହିଁ ଯିବ ରେ ଧନ। ମା ହଁ ତମେ ଆମ ପାଇଁ କଣ ରୋଷେଇ କରିଦେଇଛ? ଏ ମୁଁ ଶ୍ରାବଣୀ, ତୁ ତ ବହୁତ ଭଲ ପାଉ କ୍ଷୀରି ପାଇଁ, ଆଉ ସେ ଭଲ ପାଏ ଅରିଷା ପିଠା ପାଇଁ। ହଁ ମା। ଦୁଇ ଭଉଣୀକୁ ଆରିଷା ପିଠା କ୍ଷୀରି ତିଆରି କରିଦେଇ ସତ କହୁଛ? ହଁ ରେ ଧନ, ଠିକ ଅଛି ମା, ଠିକ ଅଛି। ଆମେ ଦୁଇ ଭଉଣୀ ନା ଖାଇକି ହିଁ ଯିବୁ। ଠିକ ଅଛି ମା। ତାହେଲେ ଏବେ ଆମକୁ ଅନୁମତି ଦିଅନ୍ତୁ ମା। ଆଲି ଏ ମାନିନୀ, ଭଉଣୀ ଶ୍ରାବଣୀ। ତୁ ତ ଚାଲିଯିବୁ ତୋ ସାଙ୍ଗମାନଙ୍କ ସହିତ ସେଇ ଫୁଲ ବଗିଚାକୁ। ହଁ ଆଉ ମୁଁ ଚାଲିଯିବି
ମୋ ସାଙ୍ଗମାନଙ୍କ ସହିତ ସେଇ ପାହାଡ଼ର ଜଣାକୁଲାକୁ। ହେଲେ ମୁଁ ତ ସେ ଫୁଲ ଧରେ ବହୁତ ମଜା କରିବି। ହେଲେ ଜାଣିଛୁ ମୋତେ ତ ଭାରି ଭୋକ ଲାଗୁଛି। ହଁ ତ ଭଉଣୀ, ତୋ ଖାଇବାକୁ ତ ମୁଁ ସବୁ ଖାଇ ଦେଇଛି। ହେଲେ ମା କହୁଥିଲେ ଆମ ପାଇଁ ସେ ଭଣ୍ଡାର ଘରେ ଖାଇବା ରଖିଦେଇଛନ୍ତି ବୋଲି। ହେଲେ ଦେ, ହଁ ତୁ ସେଇଠି ଅପେକ୍ଷା କରିଥା, ମୁଁ ତୋ ପାଇଁ ଖାଇବା ନେଇକି ଆସିଛି। ଠିକ ଅଛି ଭଉଣୀ।